ନମସ୍କାର ପିଲାମାନେ, ଆଜିର ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓ +3 ସାଇନ୍ସ ଫାର୍ଷ୍ଟ ଇୟର ପିଲାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ତ ଫାର୍ଷ୍ଟ ଇୟର ପିଲାଙ୍କର ଏକ୍ଜାମ୍ ଏବେ ଆଉ କିଛି ଦିନ ପରେ ଷ୍ଟାର୍ଟ ହେବ। ଆଜି ଆମେ ଜେନେରିକ୍ ଇଲେକ୍ଟିଭ୍ ଫିଜିକ୍ସର କିଛି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ସ ଗୁଡ଼ାକ ଡିସ୍କସନ୍ କରିବା। ଯେଉଁ କୋଶ୍ଚିନ୍ ପ୍ରାୟ ପରୀକ୍ଷାରେ ଆସେ ବା ରିପିଟେଡ୍ କୋଶ୍ଚିନ୍ ଗୁଡ଼ାକ, ସେଗୁଡ଼ାକ ଆମେ ଆଜି ଡିସ୍କସନ୍ କରିବା। ତ ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅଲ୍ରେ ସେଟ୍ କରିଦେବେ, ଯାହାଦ୍ୱାରା ଆମ ଭିଡ଼ିଓର କି ଆମ ଚ୍ୟାନେଲର ପ୍ରତ୍ୟେକଟି ଇନଫର୍ମେସନ୍ ତୁମମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏକ୍ଜାମ୍ରେ ଏଇଭଳି କିଛି କୋଶ୍ଚିନ୍ ଆସିବାର ବହୁତ ଚାନ୍ସ ଅଛି, ତ ସବୁ କୋଶ୍ଚିନ୍କେ ପ୍ରାକ୍ଟିସ୍ କରିକି ଗଲେ ବେଟର୍। ଫାର୍ଷ୍ଟ କୋଶ୍ଚିନ୍ ଦେଖିବା, ଷ୍ଟେଟ୍ parallel access theorem of MI. MI means moment of inertia. Planck's radiation formula, displacement current, resonant frequency, black body radiation, wave velocity and particle velocity. ଏଇଭଳି କିଛି ସର୍ଟ କୋଶ୍ଚିନ୍ ସେଇଟା ଆସିବ, ମାନେ ସର୍ଟ ନୋଟ୍ରେ। ଏବେ ଲଙ୍ଗ କୋଶ୍ଚିନ୍ସ କିଛି ଦେଖିବା। ଫାର୍ଷ୍ଟ ଦେଇଛି ଡିଫାଇନ୍ ଗ୍ରାଭିଟେସନାଲ ପୋଟେନ୍ସିଆଲ ଆଣ୍ଡ ଏକ୍ସପ୍ରେସ୍ ଇଟ୍ ଆଟ୍ ପଏଣ୍ଟ। ଫାର୍ଷ୍ଟ ଦେଇଛି ଆଉଟସାଇଡ୍, ଆଉ ଗୋଟେ ହେଉଛି ସରଫେସ୍ ଅଫ୍ ସ୍ପେରିକାଲ ସେଲ୍। ସେକେଣ୍ଡରେ ଦେଇଛି ଡେରାଇଭ୍ SHM ଆଣ୍ଡ ଇଟ୍ସ ଇକ୍ୱେସନ୍। ଥାର୍ଡ଼ରେ ଦେଇଛି ଡିଫାଇନ୍ ଏଣ୍ଟ୍ରୋପି ଆଣ୍ଡ ଇଟ୍ସ ପ୍ରୋସେସ୍। ତାପରେ ଦେଇଛି ମ୍ୟାକ୍ସୱେଲ୍ସ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇକ୍ୱେସନ୍ସ। ଲାଷ୍ଟଟା ଦେଇଛି ଡିଫାଇନ୍ ଥର୍ମାଲ୍ କଣ୍ଡକ୍ଟିଭିଟି ଆଣ୍ଡ ଇକ୍ୱେସନ୍ସ। ତ ଏଇଭଳି କିଛି କୋଶ୍ଚିନ୍ସ ଆସିବାର ବହୁତ ଚାନ୍ସ ଅଛି। ତ ଏଇସବୁ କୋଶ୍ଚିନ୍କୁ ଭଲସେ ପ୍ରିପେୟାର ହେଇକି ଗଲେ ଏକ୍ଜାମ୍ରେ କିଛି ଲେଖିବାର ଚାନ୍ସ ଅଛି। ତ ଯଦି ଭିଡ଼ିଓ ଭଲ ଲାଗିଛି ତ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅଲ୍ରେ ସେଟ୍ କରିଦେବେ, ଯାହାଦ୍ୱାରା ଆମ ଭିଡ଼ିଓର ପ୍ରତ୍ୟେକଟି ଇନଫର୍ମେସନ୍ ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ତ ରହୁଛି, ଜୟ ଜଗନ୍ନାଥ।